ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ। ପହଲଗାମ ଆତଙ୍କବାଦୀ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଆସନ୍ତା ମାସ 14 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ। ଅକ୍ଷୟ ତୃତୀୟା ଅବସରରେ ଚଳିତ ବର୍ଷର ଚାରିଧାମ ଯାତ୍ରା ଆଜିଠୁ ଆରମ୍ଭ। ପଶ୍ଚିମବଙ୍ଗର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ 14 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନିଲ ଚୌହାନ ଏବଂ ତିନି ସେନାବାହିନୀର ମୁଖ୍ୟ ପ୍ରମୁଖ ଯୋଗ ଦେଇଥିଲେ। ପରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଶ୍ରୀ ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ। ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ୍ ଗଭାଇଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି। ଆସନ୍ତା ମାସ 14 ତାରିଖରେ ସେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଜଷ୍ଟିସ୍ ଗଭାଇ ଦେଶର 52ତମ ପ୍ରଧାନ ବିଚାରପତି ହେବେ। ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ମାସ 13 ତାରିଖରେ ଶେଷ ହେଉଛି। ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟ ତିଥିକୁ ଶୁଭଦିନ ଭାବେ ଗଣନା କରାଯାଇ ଆଜି ଭିନ୍ନ ଭିନ୍ନ ଶୁଭ କାର୍ଯ୍ୟର ଆରମ୍ଭ କରାଯାଇଥାଏ। କୃଷିଭିତ୍ତିକ ଏହି ପର୍ବରେ ଚାଷୀମାନେ ଅକ୍ଷିମୁଠି ଅନୁକୂଳ କରିଥାନ୍ତି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଓୟୁଏଟିରେ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ସିଏମ୍ କିଷାନ ଯୋଜନାରେ ରାଜ୍ୟର 50 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ 1,000 କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ। ଅକ୍ଷୟ ତୃତୀୟା ଅବସରରେ ଚଳିତ ବର୍ଷର ଚାରିଧାମ ଯାତ୍ରା ଆଜିଠାରୁ ଆରମ୍ଭ ହେଉଛି। ଉତ୍ତରକାଶୀ ଜିଲ୍ଲାରେ ଅବସ୍ଥିତ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ମନ୍ଦିର କବାଟ ଖୋଲିବା ସହିତ ଏହି ଯାତ୍ରା ଆରମ୍ଭ ହେବ। ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ମନ୍ଦିର ଦ୍ୱାର ମେ 2 ତାରିଖରେ, ଚାମୋଲି ଜିଲ୍ଲାର ବଦ୍ରିନାଥ ଧାମର କବାଟ ମେ 4 ତାରିଖରେ ଖୋଲିବ। ମୁକୁବା ଗ୍ରାମଠାରେ 6 ମାସ ଶୀତକାଳୀନ ବାସଭବନରେ ରହିବା ପରେ ଗତକାଲି ଗଙ୍ଗାଦେବୀ ଗଙ୍ଗୋତ୍ରୀ ଧାମ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ। ଭୈରବ ଘାଟିସ୍ଥିତ ଭୈରବ ମନ୍ଦିରଠାରେ ଗତ ରାତିରେ ଦେବୀଙ୍କ ବିମାନ ବିଶ୍ରାମ ପାଇଁ ଅଟକିଥିଲା। ତୀର୍ଥ ପୁରୋହିତ ରାଜେଶ ସେମୱାଲ କହିଛନ୍ତି, ଭୈରବ ଘାଟିରୁ ଗଙ୍ଗୋତ୍ରୀ ପର୍ଯ୍ୟନ୍ତ ଆଜି ଠାକୁରାଣୀଙ୍କର ବିମାନ ଶୋଭାଯାତ୍ରା ଚାଲିବ। ପାରମ୍ପରିକ ପୂଜାର୍ଚ୍ଚନା ଏବଂ ବୈଦିକ ରୀତିନୀତି ଅନୁଯାୟୀ ପୂର୍ବାହ୍ନ 10:30ଟାରୁ ମନ୍ଦିର ଦ୍ୱାର ଖୋଲାଯିବ। ଚାରିଧାମ ଯାତ୍ରା ଉଦ୍ଘାଟନକୁ ଆକାଶବାଣୀ ପକ୍ଷରୁ ସିଧା ପ୍ରସାରଣ କରାଯିବ। ଗଙ୍ଗୋତ୍ରୀ ଧାମ ଖୋଲିବାର ସିଧା ପ୍ରସାରଣ ଆଜି ପୂର୍ବାହ୍ନ 10ଟାରୁ 11ଟା ପର୍ଯ୍ୟନ୍ତ ପ୍ରସାରିତ ହେବାକୁ ଥିବାବେଳେ ଯମୁନୋତ୍ରୀ ଧାମର ସିଧା ପ୍ରସାରଣ ପୂର୍ବାହ୍ନ 11:30ଟାରୁ 12:30 ପର୍ଯ୍ୟନ୍ତ ପ୍ରସାରଣ କରାଯିବ। ସେହିଭଳି କେଦାରନାଥ ଧାମ ଖୋଲିବାର ସିଧା ପ୍ରସାରଣ ମେ 2 ତାରିଖ ସକାଳ 6ଟାରେ ଏବଂ ବଦ୍ରିନାଥ ଧାମ ଖୋଲିବାର ସିଧା ପ୍ରସାରଣ ଆସନ୍ତା 4 ତାରିଖ ସକାଳ 6:30ଟାରୁ 7:30 ପର୍ଯ୍ୟନ୍ତ ଚାଲିବ। ଆକାଶବାଣୀର ଇନ୍ଦ୍ରପ୍ରସ୍ଥ, ଏଫ୍ଏମ୍ ଗୋଲ୍ଡ ଏବଂ ଆରାଧନା ଚ୍ୟାନେଲ୍ ସହିତ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଏହା ଉପଲବ୍ଧ ହେବ। ଆଜିଠାରୁ ମେ ମାସ 4 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା 7:30ଟାରୁ 7:45 ପର୍ଯ୍ୟନ୍ତ ଏହି ଯାତ୍ରା ସମ୍ବନ୍ଧୀୟ ରିପୋର୍ଟ ପ୍ରସାରଣ କରାଯିବ। ଭାରତ ଓ ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ଖୁବ୍ ନିକଟତର ହୋଇଛନ୍ତି ବୋଲି ଆମେରିକା ଟ୍ରେଜେରୀ ସଚିବ ସ୍କଟ୍ ବେସେନ୍ତ କହିଛନ୍ତି। ହ୍ୱାଇଟ୍ ହାଉସ୍ଠାରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଟ୍ରେଜେରୀ ସଚିବ ବେସେନ୍ତ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଦୁଇପକ୍ଷ ମଧ୍ୟରେ ସକାରାତ୍ମକ ଆଲୋଚନା ଚାଲିଛି। ଅନ୍ୟପକ୍ଷରେ ଗତ ସୋମବାର ଦିନ ସିଏନ୍ବିସିକୁ ସାକ୍ଷାତକାର ଦେଇ ସେ କହିଥିଲେ, ଆମେରିକା ସହ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି କରିବାରେ ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ହୋଇପାରେ। ଜାତୀୟ କ୍ୟାରିୟର ସର୍ଭିସ୍ ପୋର୍ଟାଲ ମାଧ୍ୟମରେ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏବଂ ରାପିଡୋ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ଗତକାଲି ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣାପତ୍ରରେ ଆଗାମୀ 2 ବର୍ଷ ମଧ୍ୟରେ 50 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି। ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ଅବସରରେ କହିଛନ୍ତି, ଜାତୀୟ କ୍ୟାରିୟର ସର୍ଭିସ୍ ପୋର୍ଟାଲ ଦେଶରେ ନିଯୁକ୍ତି ଆଶାୟୀ ଏବଂ ନିଯୁକ୍ତିଦାତାଙ୍କୁ ଏକାଠି କରିବାରେ ସହାୟକ ହୋଇଥାଏ। 1,75 ଲକ୍ଷରୁ ଅଧିକ ନିଯୁକ୍ତି ଆଶାୟୀ ଏବଂ 40 ଲକ୍ଷରୁ ଅଧିକ ପଞ୍ଜୀକୃତ ନିଯୁକ୍ତିଦାତା ଏହି ପୋର୍ଟାଲ ମାଧ୍ୟମରେ
ଏକାଠି ହେବାର ସୁଯୋଗ ସୃଷ୍ଟି ହୋଇଛି। ଏହି ପୋର୍ଟାଲ ମାଧ୍ୟମରେ ଭିତ୍ତିଭୂମି କ୍ଷେତ୍ରରେ ମହିଳାବର୍ଗଙ୍କ ଲାଗି 5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି ବୋଲି ଡକ୍ଟର ମାଣ୍ଡବ୍ୟ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପଶ୍ଚିମବଙ୍ଗରେ ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟଣା ଯୋଗୁଁ 14 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ କୋଲକାତାର ଫାଲଫାଟି ମଛୁଆ ଅଞ୍ଚଳରେ ଏକ ହୋଟେଲରେ ଗତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ସେଠାରୁ 14ଟି ମୃତ ଶରୀରକୁ ଉଦ୍ଧାର କରାଯାଇଛି। ବହୁ ଲୋକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି। ରାତି 8:15ରେ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଏକ ସ୍ୱତନ୍ତ୍ର ଦଳ ତଦନ୍ତ କରୁଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ପଶ୍ଚିମବଙ୍ଗ ବିଜେପି ରାଜ୍ୟଶାଖା ସଭାପତି ସୁକାନ୍ତ ମଜୁମଦାର ବିଭିନ୍ନ ଅନୁଷ୍ଠାନରେ ଅଗ୍ନି ସୁରକ୍ଷା ନେଇ ସମୀକ୍ଷା କରିବା ସହ ଭବିଷ୍ୟତରେ ଏଭଳି ଅଘଟଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ହଜ୍ ଯାତ୍ରା ଅନୁମତି ନିୟମ ଉଲ୍ଲଂଘନ କରୁଥିବା ପାକିସ୍ତାନୀ ନାଗରିକଙ୍କଠାରୁ କଠୋର ଜୋରିମାନା ଆଦାୟ କରାଯିବ ବୋଲି ସାଉଦି ଆରବର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଇସ୍ଲାମାବାଦକୁ ଚେତାବନୀ ଦିଆଯାଇଛି। ଏହି ଜରିମାନା ଆଦାୟ ନିୟମ ଆସନ୍ତା ଜୁନ୍ ମାସ 10 ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ମନ୍ତ୍ରଣାଳୟ କହିଛି। ବିନା ଅନୁମତିରେ ହଜ୍ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କଠାରୁ 20,000 ସାଉଦି ରିଆଲ ଜରିମାନା ଆଦାୟ କରାଯିବ। ମକ୍କା ପଥ ଦେଇ ଇସ୍ଲାମାବାଦରୁ ମଦିନା ପର୍ଯ୍ୟନ୍ତ ଗତକାଲି ପ୍ରଥମ ପର୍ଯ୍ୟାୟ ହଜ୍ ଯାତ୍ରୀ ପାକିସ୍ତାନରୁ ବିମାନ ଯୋଗେ ଯାତ୍ରା କରିଛନ୍ତି। ଏଥିରେ 442 ଜଣ ଯାତ୍ରା କରିଥିବା ଜଣାପଡ଼ିଛି। ସାଉଦି ଆରବ ପକ୍ଷରୁ କୁହାଯାଇଛି, ପ୍ରତିବର୍ଷ ଭିକାରୀ, ବେଆଇନ ପର୍ଯ୍ୟଟକ ଏବଂ ବିନା ଅନୁମତିରେ ହଜ୍ ଯାତ୍ରା କରୁଥିବା ଶ୍ରଦ୍ଧାଳୁଙ୍କର ସଂଖ୍ୟା ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ଗତ 3 ବର୍ଷ ମଧ୍ୟରେ ଅତି କମ୍ରେ 4,700 ପାକିସ୍ତାନୀ ଭିକାରୀଙ୍କୁ ବ୍ରିଟେନ୍ ଦେଶାନ୍ତର ଆଦେଶ ପ୍ରଦାନ କରିଛି। ସଡ଼କ ଓ ରେଳବାଇ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମୀକ୍ଷା ସଂକ୍ରାନ୍ତ ଯୋଗାଯୋଗ ଯୋଜନା କମିଟିର 92ତମ ବୈଠକ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ଯୋଜନା ଅନୁଯାୟୀ ବହୁପକ୍ଷୀୟ ସଂଯୋଗ ସ୍ଥାପନ ଏବଂ ଭିତ୍ତିଭୂମି ବିକାଶରେ ଉନ୍ନତି ଆଣିବା ଲକ୍ଷ୍ୟ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ବୈଠକରେ 4ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସେଥିମଧ୍ୟରେ ସଡ଼କ ପରିବହନ, ରାଜପଥ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ପ୍ରକଳ୍ପ ଅନ୍ତର୍ଭୁକ୍ତ। ସମନ୍ୱିତ ବହୁମୁଖୀ ଭିତ୍ତିଭୂମି, ଯୋଗାଯୋଗ ଏବଂ ସାମଗ୍ରିକ ବିକାଶ ଆଭିମୁଖ୍ୟ ନେଇ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଆଧାରରେ ଏହି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ଯାତ୍ରା ସମୟ ହ୍ରାସ, ମାଲ ପରିବହନ ବୃଦ୍ଧି ଏବଂ ବିଭିନ୍ନ ଅଞ୍ଚଳରେ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ନେଇ ଆଶା କରାଯାଇଛି। ଗତବର୍ଷ କୁଆପଥର ବୃଷ୍ଟି ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ମଣିପୁର ପାଇଁ କେନ୍ଦ୍ର ସରକାର 153 କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2024-25 ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି ଅଧୀନରେ 28ଟି ରାଜ୍ୟକୁ 20,264 କୋଟିରୁ ଉର୍ଦ୍ଧ୍ୱ ରାଶି ପ୍ରଦାନ କରିଛନ୍ତି। ସେଭଳି ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଅଧୀନରେ 19ଟି ରାଜ୍ୟକୁ 5,160 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିବା ମନ୍ତ୍ରଣାଳୟ କହିଛି। ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କୋଲକାତା ଦିଲ୍ଲୀ କ୍ୟାପିଟାଲ୍ସକୁ 14 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ଦିଲ୍ଲୀ କୋଲକାତାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ କୋଲକାତା 9 ୱିକେଟ୍ ବିନିମୟରେ 204 ରନ୍ ସଂଗ୍ରହ କରିଥିଲା। 205 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ କ୍ୟାପିଟାଲ୍ସ 9 ୱିକେଟ୍ ବିନିମୟରେ 190 ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଫ୍ଲାପ୍ ଡୁପ୍ଲେସିସ୍ ସର୍ବାଧିକ 62 ରନ୍ ଏବଂ ଅଧିନାୟକ ଅକ୍ଷର ପଟେଲ 43 ରନ୍ ସଂଗ୍ରହ କରିଥିଲେ। କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ସୁନୀଲ ନରିନେ 3 ୱିକେଟ୍ ଏବଂ ବରୁଣ ଚକ୍ରବର୍ତ୍ତୀ 2ଟି ୱିକେଟ୍ ହାସଲ କରିଥିଲେ। ସୁନୀଲ ନରିନେଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଆଜି ସନ୍ଧ୍ୟା 7:30ଟାରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପହଲଗାମ ଆତଙ୍କବାଦୀ ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଆସନ୍ତା ମାସ 14 ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇ। ଅକ୍ଷୟ ତୃତୀୟା ଅବସରରେ ଚଳିତ ବର୍ଷର ଚାରିଧାମ ଯାତ୍ରା ଆଜିଠୁ ଆରମ୍ଭ। ପଶ୍ଚିମବଙ୍ଗର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟଣାରେ 14 ଜଣଙ୍କର ମୃତ୍ୟୁ ଏବଂ ଆଇପିଏଲ୍ କ୍ରିକେଟର ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ news.air.gov.in ୱେବସାଇଟ୍ ଏବଂ news.air ଆପ୍ରେ ଲଗ୍ଇନ୍ କରିପାରିବେ।